सर कौन कहे आज जो एमओ स्वाक्षरित है ओपेसार जो कार्यक्रम केमती ଆପଣ ଜାଣିଛନ୍ତି ଓପେସା 2005 ମସିହାରୁ ପ୍ରତିଷ୍ଠା ଲାଭ କରି ଆଜି ଓଡ଼ିଶାର ପ୍ରାଇଭେଟ୍ ସେକ୍ଟରରେ ଯେଉଁ ଡିପ୍ଲୋମା କୋର୍ସକୁ ପ୍ରଚାର ପ୍ରସାର କରିବାରେ ଗୋଟେ ମୁଖ୍ୟ ଭୂମିକା ନେଇଛି। ସରକାରଙ୍କର ବିନା ସାହାଯ୍ୟ ସହଯୋଗରେ ଅନୁଷ୍ଠାନ ଗଢ଼ିବା ଏବଂ ତାକୁ ପରିଚାଳନା କରିବା ଆଜି ଓଡ଼ିଶାର ଯେକୌଣସି କୋଣକୁ ଗଲେ ନିଶ୍ଚିତ ଗୋଟାଏ ଆପଣ ଦେଖିବେ ଯେ ପ୍ରାଇଭେଟ୍ ଆମର ଡିପ୍ଲୋମା ସ୍କୁଲ ଅଛି। କିନ୍ତୁ ଆମେ ବର୍ତ୍ତମାନ ଅନୁରୋଧ କରୁଛୁ ସରକାରଙ୍କୁ ଯେଭଳି ଭାବରେ ଜେନେରାଲ ଏଜୁକେସନକୁ ପ୍ରାୟୋରିଟି ଦେଉଛନ୍ତି, ସେଠି ଶିକ୍ଷକମାନଙ୍କ ଦରମାଠୁ ଆରମ୍ଭ କରି ତାଙ୍କ ପେନସନଠୁ ଆରମ୍ଭ କରି ତାଙ୍କ ଇନଫ୍ରାଷ୍ଟ୍ରକ୍ଚରଠୁ ଆରମ୍ଭ କରି ସବୁ ସୁବିଧା ସୁଯୋଗ ଦେଉଛନ୍ତି। ସେହିପରି ଟେକ୍ନିକାଲ ଏଜୁକେସନ୍ ବର୍ତ୍ତମାନ କଲ୍ ଅଫ୍ ଦି ଡେ ହେଇଥିବାରୁ ଏବଂ ଟେକ୍ନିକାଲ ଏଜୁକେସନ୍ ବର୍ତ୍ତମାନ ଏକମାତ୍ର ମାଧ୍ୟମ ଯେଉଁଥିରେ ପିଲା ନିଯୁକ୍ତି ପାଇବା ସହିତ ନିଜେ ମଧ୍ୟ ଏମ୍ପ୍ଲୟେବୁଲ୍ ହୋଇପାରିବ। ତେଣୁ ସରକାର ଏଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ ଏବଂ ଏ ଅନୁଷ୍ଠାନକୁ ବିଭିନ୍ନ ରକମ ଆର୍ଥିକ ସହଯୋଗ ସହିତ ଆଜି ଯେଭଳି ଭାବରେ MOU ସାଇନ୍ କରାଗଲା ଯେ ପ୍ରାୟ 3-4ଟି ଅନୁଷ୍ଠାନ ସହିତ ଯେଉଁଥିରେ ଛାତ୍ରମାନଙ୍କୁ ଉପଯୁକ୍ତ ଟ୍ରେନିଂ ଦିଆଯିବ, ସେମାନଙ୍କୁ ସ୍କିଲ୍ ଡେଭଲପ୍ କରାଯିବ, ଏମ୍ପ୍ଲୟେବୁଲ୍ କରାଯିବ, ଯେଭଳି ଭାବରେ କମ୍ପାନୀମାନେ ଯେଉଁ ଆବଶ୍ୟକତା କରୁଛନ୍ତି ସେହିଭଳି ଭାବରେ ପ୍ରଡ଼କ୍ଟ ମଧ୍ୟ ସେହିଭଳି ଭାବରେ ବାହାରିବ। ତେଣୁ ଓଡ଼ିଶା ପ୍ରାଇଭେଟ୍ ଇଞ୍ଜିନିୟରିଂ କଲେଜ ଆସୋସିଏସନ୍ ଆମର ଯେଉଁ ସେକ୍ରେଟାରୀ ଅଛନ୍ତି ସରୋଜ ବାବୁ, ତାଙ୍କ ଉଦ୍ୟମରେ 20 ବର୍ଷ ହୋଇଗଲା ସେକ୍ରେଟାରୀ ସମୟରେ ଏ ଅନୁଷ୍ଠାନର କଳେବର ବୃଦ୍ଧି ହୋଇଛି। ଯେଉଁ ଜାଗାରେ ସ୍କୁଲ ନାହିଁ, ଯେଉଁ ଧରନ୍ତୁ ଗ୍ରାମାଞ୍ଚଳରେ କି ଜଙ୍ଗଲ ଅଞ୍ଚଳରେ ଯେଉଁଠିକି ଶିକ୍ଷାର ଆବଶ୍ୟକତା ଅନୁଭବ ହେଉଛି, ସେଠି ମଧ୍ୟ ମୋଟିଭେଟ୍ କରିକି ସେଠି ମଧ୍ୟ ଅନୁଷ୍ଠାନ ତିଆରି କରାଯାଉଛି ଏବଂ ସେ ଅନୁଷ୍ଠାନକୁ ସହଯୋଗ କରାଯାଉଛି ଏବଂ ତା ସହିତ ପିଲାମାନେ କିଭଳି ଭଲ ପଢ଼ିବେ ସେଥିପାଇଁ ମଧ୍ୟ ଓପେସା ତରଫରୁ ମଧ୍ୟ ଏଠି ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ତାଙ୍କୁ ମଧ୍ୟ ଅନୁରୋଧ କରାଯାଉଛି ଯେ ବିଭିନ୍ନ ଅନୁଷ୍ଠାନରେ ଯାଇକି ସେଠି ମଧ୍ୟ ପାର୍ଟ ଟାଇମ୍ ଶିକ୍ଷକତ୍ୱ କରନ୍ତୁ। ଆଜି 2ଟି କାର୍ଯ୍ୟ ଏଠି କାର୍ଯ୍ୟକ୍ରମ ପାଇଁ ବୈଠକ ଡକାଯାଇଥିଲା। ଗୋଟେ ହେଲା MOU ଯେଉଁ ବିଷୟରେ ଆପଣମାନଙ୍କୁ କୁହାଗଲା ଯେ MOUରେ ଆମେ ଗୋଟେ CEO ୱାର୍ଲଡ ସ୍କିଲ୍ ଡେଭଲପମେଣ୍ଟର ସେ ରହିଥିଲେ, ଆଉ ଥରେ ରଞ୍ଜନ ଭୌମିକ ବାବୁ CEO ଡେଭଲପମେଣ୍ଟ ସେ ମଧ୍ୟ ଥିଲେ, ସତ୍ୟଜିତ ପଟ୍ଟନାୟକ ବାବୁ ଥିଲେ ଏବଂ ଗୌରବ ଗୋଏଲ ବାବୁ ମଧ୍ୟ ବି ଥିଲେ। ସୁରଞ୍ଜନ ମହାପାତ୍ର CEO ୱାର୍ଲଡ ସ୍କିଲ୍ ସେଣ୍ଟର। ଆଜି ବହୁତ ଖୁସିର କଥା ଆଉ ବହୁତ ଗର୍ବ କଥା ଯେ ଆମେ ଆଜି ଏଠି ଅଛୁ। ଓପେସାର 20ତମ ଏଇଟା ଅଛି ଆଉ ଆନୁଆଲ୍ ଜେନେରାଲ ମିଟିଂ ବି ଥିଲା। ଇଣ୍ଟରେଷ୍ଟିଂଲି ଆଜି ଏନଭାୟରମେଣ୍ଟାଲ ଡେରେ ଯେଉଁ ପ୍ରୋଗ୍ରାମଟା ରହିଛି, ଯେଉଁଠି ଆସୋସିଏସନରେ ଆମେ 4ଟା MOU ସାଇନ୍ ହେଇଛି ଓପେସାର, ବହୁତ ଖୁସିର କଥା। ସେଟା ଦେଖାଉଛି ଯେ ଆମେ ଟେକ୍ନିକାଲ ଏଜୁକେସନରେ ଓପେସାର ଯେଉଁ ଅବଦାନ ରହିଛି ଆଉ ଯେଉଁଟା ତାମାନେ ଫ୍ୟୁଚରକୁ ଯେମିତି ଆମେ ଦେଖୁଛୁ କେମିତି ଭଲ ଭାବେ ଆଡ଼ାପ୍ଟ କରିବୁ ଟେକ୍ନୋଲୋଜିକୁ ଆଉ କେମିତି ଆଗକୁ ଯିବୁ, ଯୁବପିଢ଼ିକୁ କେମିତି ଆହୁରି ସଶକ୍ତିକରଣ କରାହେବ, ସେଇଠି ଓପେସାର ଅବଦାନ ବହୁତ ସରାହନୀୟ ଆଉ ନିଶ୍ଚୟ ବହୁତ ଭଲ ହେବ। MOU ଯେଉଁଟା ସବୁ ସାଇନ୍ ହେଇଛି ଯେମିତି ୱାର୍ଲଡ ସ୍କିଲ୍ ସେଣ୍ଟର ସାଙ୍ଗରେ ହେଲା, ସେଥିରେ ଆମର କେମିତି ପଢ଼ା ହେବ ପେଡାଗୋଜି ପାଇଁ, ଯେମିତି ଆମର ଟ୍ରେନର୍ସ ପାଇଁ ହେବ, ଯେମିତି ଷ୍ଟୁଡେଣ୍ଟସ୍ ମାନେ ଯାଇକି ଇଣ୍ଟର୍ନସିପ୍ କରିପାରିବେ, ଯେଉଁଠି ସେମାନେ ଯାଇକରି ତାଙ୍କର ପ୍ରୋଜେକ୍ଟ କରିପାରିବେ। ସେଠି ତାଙ୍କର ଇଭେନ୍ ଆମେ ଚାହୁଁଛୁ ସେମାନେ ଆସିକି 3 ମାସ କରନ୍ତୁ, ସେଇଟା ଆମର ପ୍ଲାନ୍ ହେଇଛି ଓପେସା ସାଙ୍ଗରେ। କେମିତି ତାକୁ ଗୋଟେ ବ୍ରେକ୍ ହେଇକରି କରାହେଇପାରିବ, ଗୋଟେ ମାସ ବ୍ରେକ୍ରେ, ଯେଉଁଥିରେ ୱାର୍ଲଡ ସ୍କିଲ୍ ସେଣ୍ଟର ବି ଚେଷ୍ଟା କରିବ ହେଲ୍ପ କରିବ ପିଲାମାନଙ୍କୁ ତାଙ୍କର ଏମ୍ପ୍ଲୟବିଲିଟି ପାଇଁ। ସେଇଟା ହେଲା ବହୁତ ଇମ୍ପୋର୍ଟାଣ୍ଟ ଏଇ MOU। ବହୁତ ଫଳପ୍ରଦ। ଯୁବ ଇଞ୍ଜିନିୟରଙ୍କୁ ତ ମୁଁ କହିବି କି ସେମାନେ ଏଇ ଯେଉଁ ଅପରଚ୍ୟୁନିଟିଟା ଅଛି ତାକୁ ଭଲ ଭାବେ ୟୁଜ୍ କରନ୍ତୁ। ସେମାନେ ଡେଫିନେଟଲି ଆଗକୁ ଆସନ୍ତୁ, ନୂଆ ଯେଉଁ ଟେକ୍ନୋଲୋଜି ଆସୁଛି ତାକୁ ଆଗେ ଏମ୍ବ୍ରେସ୍ କରନ୍ତୁ, କିଛି ଡରିବାର ନାହିଁ। ଆମେ ତାକୁ ଆହୁରି ଭଲ ସ୍କିଲ୍ ହେଇକରି ଭଲ ପଢ଼ିବା, ଭଲ ଦକ୍ଷତା